कला संस्कृति और अनन्य ऐतिह्यर पुण्यभूमि ए माटी रत्नगर्भा ओडिशा। ଏହି ମାଟିର ସମ୍ପଦକୁ ରାଜ୍ୟ ସମୃଦ୍ଧିର ମାର୍ଗ ସାରଥୀ କରିବା ପାଇଁ 1956 ମସିହାରେ ପ୍ରତିଷ୍ଠିତ ଓଡ଼ିଶା ଖଣି ନିଗମ OMC ଆଜି 71 ବର୍ଷର ଯାତ୍ରାରେ ସୃଷ୍ଟି କରିପାରିଛି ଦେଶର ଖଣିଜ ମାନଚିତ୍ରରେ ଏକ ଅଦ୍ୱିତୀୟ ପରିଚୟ। 60 ଦଶକରେ ମାତ୍ର କେଇ ଲକ୍ଷ ଟନ୍ କ୍ରୋମାଇଟ୍ ଓ ଲୁହାପଥର ଉତ୍ପାଦନ ଆରମ୍ଭ ହୋଇଥିଲା ବେଳେ ବର୍ତ୍ତମାନ ତାହା ସହିତ ବକ୍ସାଇଟ୍, ଲାଇମଷ୍ଟୋନ୍, ମ୍ୟାଙ୍ଗାନିଜ୍, ଖଣ୍ଡାଲାଇଟ୍ ଆଦି ଯୋଡ଼ି ହୋଇଛି। 2025-26 ଆର୍ଥିକ ବର୍ଷରେ OMC କରିଛି ସର୍ବକାଳୀନ ସର୍ବାଧିକ ମୋଟ 44.8 ମିଲିୟନ ଟନ୍ ଖଣିଜ ଉତ୍ପାଦନ, ଯେଉଁଥିରେ ରହିଛି 40 ମିଲିୟନ ଟନ୍ ଲୁହାପଥର, 1.69 ମିଲିୟନ ଟନ୍ କ୍ରୋମାଇଟ୍ ଏବଂ 2.83 ମିଲିୟନ ଟନ୍ ବକ୍ସାଇଟ୍ ଏବଂ 25,300 କୋଟି ଟଙ୍କାର ବାର୍ଷିକ କାରବାର ହୋଇଛି। ଏହି ସଫଳତା ପଛରେ ରହିଛି ରାଜ୍ୟ ସରକାରଙ୍କ ଦିଗ୍ଦର୍ଶନ, ନିଗମର କର୍ମଚାରୀମାନଙ୍କ ପ୍ରତିବଦ୍ଧତା ଏବଂ OMC ବ୍ୟବହାର କରୁଥିବା ସ୍ମାର୍ଟ ଟେକ୍ନୋଲୋଜି, ଅଟୋମେଟିକ୍ ଲଜିଷ୍ଟିକ୍ ମ୍ୟାନେଜମେଣ୍ଟ ସିଷ୍ଟମ୍, ଅଟୋମେଟେଡ୍ ଟ୍ରାଫିକ୍ କଣ୍ଟ୍ରୋଲ, ମେକାନାଇଜ୍ଡ ଇଭାକ୍ୟୁଏସନ୍ ଏବଂ I3MS ତଥା SAP ଅଟୋମେସନ୍। ଏହାସହ ଖଣି ସୁରକ୍ଷାକୁ ସର୍ବଦା ପ୍ରାଧାନ୍ୟ ଦେଇଛି OMC।